ରାଗ ହଉଛି ଅଧିକ ଗଣ୍ଡଗୋଳ ହଉଛି ଗୋଟେ ବନ୍ଦ କର। ଆପଣ ନିଜେ ଶାନ୍ତିରେ ହୁଅ। ତେଣୁ ଦେଖିବେ ଯେମିତି ଏକ ଶାନ୍ତି ଲାଗୁଛି ସେମିତି ଘରେ ବି ଶାନ୍ତି ଲାଗିବା ଦରକାର। ଆପଣ ଯେମିତି ଶାଶୁ ବୋହୂ ସାଙ୍ଗରେ ବସିବା ଦରକାର। ପ୍ରତ୍ୟେକ ସନ୍ଧ୍ୟାବେଳେ ଶାଶୁ ବୋହୂ ପ୍ରାର୍ଥନା କରିବା ଦରକାର। ପ୍ରତ୍ୟେକ ଦିନ ସେମାନେ ଶାଶୁ ବୋହୂ ସାଙ୍ଗରେ ଖାଇବା ଦରକାର। କିନ୍ତୁ ନା ଦେଖିଲା ବେଳକୁ ଶାଶୁ ଖାଇଥିବ ଅଲଗା ବୋହୂ ଖାଇଥିବ ଅଲଗା। ଏଇ ଯୋଉ ଅଶାନ୍ତି ସୃଷ୍ଟି ହଉଛି ଏକୁ ଦୂର କର, କାରଣ ତେବେ ଯାଇକି ଯୁଗ ପରିବର୍ତ୍ତନ ହେବ। ସେଥିପାଇଁ ଗାୟତ୍ରୀ ମନ୍ତ୍ର ଆପଣଙ୍କ ଘରେ ଘରେ ଭଲ କରି ଜପ କରନ୍ତୁ, ମନ ସ୍ଥିର କରି ଜପ କରନ୍ତୁ, କାରଣ ଶକ୍ତି ଆସିବ। ଆପଣ ବିନା ଶକ୍ତି କିଛି କାମ ନାହିଁ। ସେଥିପାଇଁ ଆପଣଙ୍କୁ ବାରମ୍ବାର କୁହାଯାଉଛି ଯେ ଗାୟତ୍ରୀ ମନ୍ତ୍ର ବ୍ରହ୍ମ ମୁହୂର୍ତ୍ତରେ ଗାୟତ୍ରୀ ମନ୍ତ୍ର ଅତ୍ୟନ୍ତ 24 ହଉ 108 ସମସ୍ତଙ୍କ ଘରେ ଘରେ ହବା ଦରକାର। ସମସ୍ତଙ୍କ ଘରେ ଘରେ ଘଟ ବସିବା ଦରକାର। ଆପଣ ସମସ୍ତଙ୍କ ଘରେ ଘଟ ବସିଛି, କଳସ ବସିଛି ସମସ୍ତଙ୍କ ଘରେ। गुरुवार चेंज कर दो प्रत्येक गुरुवार चेंज कर दो बोले गायत्री माता की बस प्रत्येक घर घर घट बसिला किंतु जप हवा दरकार। मन रख जप छाड़िए आउ जो माने गायत्री 40 प्रत्येक संध्या बेला अपन कर हनुमान 40 पढुछंती और गायत्री 40 गायत्री 40 हनुमान 40 दुईटा अपन पाठ अपन घरे हो हवा दरकार। कारण हनुमान हेले कोन ना वर्तमान आसुवा जो भयंकर समय को से रोकिबे और गायत्री माता आपण घर को शांति प्रदान करिवे, सद्बुद्धि धन प्राप्त करिवे। मले तेणु ये 2:40 आपण घर घरे होबा दरकार। वर्तमान समय आसी बुझले, तेणु आमेर ये यज्ञर उद्देश्य पूर्ण हो बुझले। आसो वर्तमान आमे यज्ञ कर्म करिवा। ये यज्ञ होछि एक समष्टि जो कि आम समस्त विचार परिवर्तन करने उद्देश्य यज्ञ करा जाउछि। वर्तमान आम कौन करवा साधारण पवित्र करवा ये पवित्र मंत्र आमर जड़े स्वयं भूणी छड़ा कहतु गड़े जड़े पानी छड़ा जल